ଇରାନ ଇସ୍ରାଏଲ ଯୁଦ୍ଧରେ ଭାରତକୁ କ'ଣ ଫରକ ପଡ଼ିବ ଆଜି ଜାଣିବା ଆମେ ୟା ବିଷୟରେ। କାରଣ ଇରାନ ଯେଉଁ ପ୍ରକାର ମିସାଇଲ ଫୋପାଡ଼ିଥିଲା କିଛି ଦିନ ତଳେ, ଯାହାକି ଆୟରନ ଡୋମ ଦ୍ୱାରା କିଛି ମିସାଇଲକୁ ନଷ୍ଟ କରି ଦେଇଥିଲା ଇସ୍ରାଏଲ, ଆଉ ଇସ୍ରାଏଲ ପଛରେ ଆମେରିକା ସର୍ବଦା ଅଛି। ଯେତେବେଳେ ଇରାନ ଆଟାକ୍ କରିଥିଲା ସେତେବେଳେ ଆମେରିକା ତୁରନ୍ତ ଆସି କହିଥିଲା ତମେ ଭୁଲ କଲ, ୟାର ପରିଣାମ ତୁମକୁ ଭୋଗିବାକୁ ପଡ଼ିବ। ସେଇ କଥା। ଆଉ ଇସ୍ରାଏଲ ଯେଉଁ ପ୍ରକାର ଦେଶ ସମସ୍ତେ ଜାଣିଛନ୍ତି, ଯଦି ତାକୁ କିଏ ଛୁଞ୍ଚିରେ ମାରିବ ସେ ଶାବଳରେ ମାରିବାର ବାଧ୍ୟ। ଆଉ ଆମେ ଜାଣିବାକୁ ଚାହିଁବା ଏଇ ଦୁଇଟି ଦେଶ ଯୁଦ୍ଧ ଦ୍ୱାରା ଭାରତକୁ କ'ଣ ଫରକ ପଡ଼ିବ। ବନ୍ଧୁଗଣ, ଆମର 85% ଫୁଏଲ ହଉ ବା ଗ୍ୟାସ୍ ରେଡ୍ ସି ରାସ୍ତାରେ ଆସୁଛି। ସେ ରାସିଆରୁ ଆସୁ, କାତରରୁ ନ୍ୟାଚୁରାଲ ଗ୍ୟାସ୍, ଅନ୍ୟ ଇରାନରୁ ଯାହା ତେଲ ଆସୁଛି, ଯାହା ବି 85% ତେଲ ରେଡ୍ ସିରେ ଆସୁଛି। ଆଉ ଯଦି ଯୁଦ୍ଧ ହେବ ରେଡ୍ ସି ଡିଷ୍ଟର୍ବ ହେବ, ଯାହାଦ୍ୱାରା ଆମର ଟ୍ରାନ୍ସପୋର୍ଟ ଉପରେ ଫରକ ପଡ଼ିବ। ସୋ ରେଡ୍ ସି ଯଦି ଡିଷ୍ଟର୍ବ ହେବ, ଆମ ଭାରତରେ ବାଧ୍ୟ ହେବେ ଅନ୍ୟ ଦେଶରୁ ତେଲ ଆଣିବା, ଅନ୍ୟ ରାସ୍ତାରୁ ତେଲ ଆଣିବା ପାଇଁ। ଅନ୍ୟ ରାସ୍ତାରେ ତେଲ ଆଣିବା ମାନେ 3 ଡବଲ ଟ୍ରାନ୍ସପୋର୍ଟ ପଡ଼ିବ। ମାନେ 100 କିଲୋମିଟର ଯେଉଁଠି ପଡ଼ୁଛି 300 କିଲୋମିଟର ପଡ଼ିବ। କାରଣ ରେଡ୍ ସିରେ ଆସିଲେ ସର୍ଟକଟ୍ ଡାଇରେକ୍ଟ ଇଣ୍ଡିଆ ଆସିବାକୁ। ଯଦି ଯୁଦ୍ଧ ହେବ ରେଡ୍ ସି ଡିଷ୍ଟର୍ବ ହେଲେ ତୁମେ ବାହାର ବାଟେ ଗୋଟେ ରାଉଣ୍ଡ ମାରିକି ଚକ୍କର ମାରିକି ଆସିବ। ସେଥିପାଇଁ ଇସ୍ରାଏଲ ଇରାନ ଯୁଦ୍ଧରେ ଭାରତରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ରେଟ୍ ବଢ଼ିବ। ସରକାରଙ୍କ ନିଜ ସମ୍ମାନ ପାଇଁ ଟୋଟାଲ ତ ରେଟ୍ଟା ଜନତା ଉପରେ ପକେଇବନି, କିଛି ଜନତା ଉପରେ ପକେଇବ, କିଛି ନିଜ ଉପରେ। ନିଜ ଉପରେ ପକେଇବା ମାନେ ଯେଉଁ ଆମର କନଷ୍ଟ୍ରକ୍ସନ କାମ ଚାଲୁଛି, ବ୍ରିଜ, ରୋଡ଼, ଏସବୁ ବଜେଟକୁ ଷ୍ଟେ କରିଦେବ। କାରଣ କୌଣସି ପେନସନ୍ ତ ବନ୍ଦ କରିପାରିବନି, କୌଣସି ଯେଉଁ ରେସନ୍ସ ଯେଉଁ ଲୋକଙ୍କୁ ଦିଆହେଉଛି ସେସବୁ ବନ୍ଦ କରିଲେ ସେଥିରେ ସରକାର ବଦନାମ ହେବାର ଭୟ ଅଛି। ତେଣୁକରି ସରକାର କିଛି ମାନେ ମନେକର 10 ଟଙ୍କା ପେଟ୍ରୋଲର ବ୍ୟାରେଲ ବଢ଼ିଲା, ତା ହିସାବରେ ଟଙ୍କାଟି ଲୋକ ଉପରେ ପକେଇବ, ଟଙ୍କାଟି ଅନ୍ୟ ଗୁଡ୍ସ ଉପରେ ପକେଇବ, କୌଣସି ଟ୍ରାନ୍ସଫର ଉପରେ ଟଙ୍କାଟି ପକେଇବ। ଏମିତି କରିକି 5 ଟଙ୍କା ନିଜ ଉପରେ ପକେଇବ। ସେ 5 ଟଙ୍କା ଯେଉଁ ନିଜ ଉପରେ ପକେଇବ, ସେଇ 5 ଟଙ୍କା ଏଇ ଯେଉଁ କନଷ୍ଟ୍ରକ୍ସନ ଯେଉଁ ଡେଭଲପ କାମ ହେଉଛି ସେଇ ସବୁ ଷ୍ଟେ କରିବାକୁ ବାଧ୍ୟ। କାରଣ ସେସବୁ ଷ୍ଟେ ହେଇଗଲେ ଆମର ଲୋକ ବୁଝିବେନି, କିନ୍ତୁ ଯଦି ରେସନ୍ସ ବନ୍ଦ ହେଇଯିବ ଏଇଟା ଗୋଟେ ହାଙ୍ଗାମା ହେଇଯିବ। ଆଉ ଆପଣମାନେ ଜାଣିଥିବେ ବର୍ତ୍ତମାନ ଯେଉଁ ପ୍ରକାର ସିଷ୍ଟମ ରାଜନୀତି ଚାଲୁଛି, ଫ୍ରି ବି ମାନେ ଯିଏ ଯେତେ ଫ୍ରି ଦେଇପାରିବ ସେ ଭୋଟ ପାଇପାରିବ। ଏଇ ଫ୍ରି ବି ଯେ ଆଗକୁ କେତେ ଭୟଙ୍କର ହେବ ଆପଣ ବୁଝିପାରିବେନି। କିନ୍ତୁ ଆସନ୍ତା ସମୟ ଯାଇ ଆମେ ଅପେକ୍ଷା କରିବା। ଇରାନ ଇସ୍ରାଏଲ ଯୁଦ୍ଧ ହେବା ଦ୍ୱାରା ଭାରତକୁ କ୍ଷତି ସହିବାକୁ ପଡ଼ିବ। କାରଣ ରେଡ୍ ସି ଡିଷ୍ଟର୍ବ ହେବା ଦ୍ୱାରା ଭାରତର ଯେଉଁ ପେଟ୍ରୋଲିୟମ ଟ୍ରାନ୍ସଫର ହେଉଛି, ସେ ଟ୍ରାନ୍ସଫର ଆମର ବହୁତ କଷ୍ଟ ବଢ଼ିପାରେ। ବ୍ୟାରେଲର କଷ୍ଟ ବଢ଼ିପାରିବ, ପ୍ଲସ୍ ଆମର ଯେଉଁ ଟ୍ରାନ୍ସପୋର୍ଟ ହେଉଛି ସେ ଟ୍ରାନ୍ସପୋର୍ଟର ବି କଷ୍ଟ ବଢ଼ିବ, ଯାହାଦ୍ୱାରା ଭାରତର ପବ୍ଲିକ ଉପରେ ଏଇ କଷ୍ଟଟି ସହିବାକୁ ପଡ଼ିବ। ସୋ ଏଇ ଜିନିଷଟି ସମସ୍ତଙ୍କଠୁ ସେୟାର କର, ଏ କଥାଟା। ଧନ୍ୟବାଦ, ଥ୍ୟାଙ୍କ ୟୁ।